शरण। गुरु ब्रह्म महिमालिक शरण। गुरु ब्रह्म महिमालिक शरण। ମୁଁ ଶ୍ରୀ ଅପର୍ତ୍ତି ମହାରଣା ମହିମା ବାସ୍ତୁ ସେବା ୟୁଟ୍ୟୁବ୍ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବାକୁ ଯାଉଛି ଆଜିର ଏକ ମହତ୍ତ୍ୱପୂର୍ଣ୍ଣ ଭିଡ଼ିଓ। ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହାରି ମଧ୍ୟରେ ନିଜ ଅନୁଭୂତିକୁ କିପରି କାର୍ଯ୍ୟରେ ଲଗାଯାଏ ତାହା ମୁଁ ଆଜି ବର୍ଣ୍ଣନା କରୁଛି। ଗୁରୁ ଶିଷ୍ୟ ଜଳପାନ କରିସାରିବା ପରେ ପୁଣି ବସିଗଲେ। ଏହି ସମୟରେ ଗୋଟାଏ ପିଲା ବୟସ 17 କିମ୍ବା 18 ହେବ ଆସି ବସିଗଲେ। ବାବାଙ୍କୁ ଶରଣ ହୋଇ କହିଲା, ମୁଁ ଆପଣଙ୍କ ଶିଷ୍ୟ ହେବାକୁ ଚାହୁଁଛି, ମୋତେ ଶିଷ୍ୟତ୍ୱ ପ୍ରଦାନ କରନ୍ତୁ, ମୁଁ ଆପଣଙ୍କ ସଙ୍ଗରେ ଯିବି। ବାବା କହିଲେ, ଏହା କିପରି ସମ୍ଭବ? ମହିମା ଧର୍ମରେ ତ କେହି କେବେ ଏପରି ଶିଷ୍ୟ ସୃଷ୍ଟି କରନ୍ତି ନାହିଁ। ଭକ୍ତ କରିପାରନ୍ତି। ଶିଷ୍ୟମାନେ 6-7 ବର୍ଷରୁ ଆସିଥାନ୍ତି। ସେମାନଙ୍କର ତାଙ୍କ ପିତା ମାତା ସ୍ୱଇଚ୍ଛାରେ ଜଗତର ମଙ୍ଗଳ ନିମନ୍ତେ ଛାଡ଼ିଥାନ୍ତି। ତମେ ଘରେ ରାଗି କରି ଆସିଛ, ତମେ ଶିଷ୍ୟ ହୋଇପାରିବ ନାହିଁ। କିମ୍ବା ମହିମା ଧର୍ମରେ ସେଭଳି ନିୟମ ନାହିଁ ଶିଷ୍ୟ ଗ୍ରହଣ କରିବାକୁ। ଏବେ ତମର କ'ଣ ହୋଇଛି ମୋତେ କୁହ, ମୁଁ ତାହାର ସମାଧାନ ବାଟ ବତାଇଦେବି। ସେ ପିଲାଟି କହିଲା, ମୋ ବାପା ଜଣେ ଚାଷୀ। ମୁଁ ପାଠ ପଢ଼ିବା ସହିତ ବାପାଙ୍କୁ ଚାଷ କାମରେ ମଧ୍ୟ ସାହାଯ୍ୟ କରେ। ମୁଁ ଯେବେଠୁ ବାପାଙ୍କ କାମରେ ସାହାଯ୍ୟ କଲିଣି, ସେବେଠାରୁ ଆମର ଅଧିକ ଅମଳ ହେଉଛି। ମୁଁ ଯେତେ ଅଧିକ କାମ କଲେ ମଧ୍ୟ ବାପା ମୋତେ ପ୍ରଶଂସା କରୁନାହାନ୍ତି। ସର୍ବଦା କହୁଛନ୍ତି, ତୋର କିଛି ଭୁଲ ରହୁଛି, ଏଇଭଳି କଲେ ହେବ, ସେଇଭଳି କଲେ ହେବ। କୁହନ୍ତୁ ତ ଆଜ୍ଞା, ଆଗରୁ ଯେତିକି ଆମର ଅମଳ ହେଉଥିଲା, ଏବେ ତାର 4 ଗୁଣା ଅମଳ ହେଉଛି। ତଥାପି ବାପାଙ୍କର ମନ ଶାନ୍ତି ନାହିଁ। ତାଙ୍କର ପ୍ରକୃତି ଖରାପ ହୋଇଗଲାଣି। ମୁଁ ଆଉ ଏଠାରେ ରହିବି ନାହିଁ, ଆପଣଙ୍କ ସାଙ୍ଗରେ ଯିବି। ବାବା ହସି ଦେଇ କହିଲେ, ଆରେ ଏଇଟା ଗୋଟାଏ ସମସ୍ୟା କିଛି ନୁହେଁ। ତମେ ଘର ସଂସାର ଛାଡ଼ି ଚାଲିଯିବ। ବାପା ମା ହେଲେ ଜୀବନ୍ତ ଠାକୁର। ତାଙ୍କ ନିର୍ଦ୍ଦେଶ ମାନି ଚଳୁଥିଲେ ବିପଦ ପଡ଼ିବ ନାହିଁ। ବାପା ମାଙ୍କର ସେବାରେ ତମର ବହୁ ପୁଣ୍ୟ ହେବ। ସେମାନଙ୍କର ବୃଦ୍ଧ କାଳରେ ତାଙ୍କୁ ସେବାରେ ମୁଗ୍ଧ କର। ତାଙ୍କ ଆଶୀର୍ବାଦ କଣ୍ଟକମୟ ପଥ ମଧ୍ୟ ପୁଷ୍ପ ପରି ହେବ। ବାବା କହିଲେ, ତମେ ଚେଷ୍ଟା କର ଆହୁରି ଭଲ କରିବାକୁ, ତମ ଜୀବନରେ ଉନ୍ନତି ହେବ। ସେ ପିଲାଟି କହିଲା, ଆଜ୍ଞା, ମୁଁ ଗୋଟିଏ କଥା ଜାଣିବାକୁ ଚାହୁଁଛି, ଆପଣ ଅନୁମତି ଦେଲେ ମୁଁ କୁହନ୍ତି। ବାବା କହିଲେ, କ'ଣ କହିବା କଥା କୁହ। ପିଲାଟି କହିଲା, ଯଦି ବାପା ମାଙ୍କର ସେବା ସବୁଠାରୁ ପୁଣ୍ୟ କାର୍ଯ୍ୟ, ତେବେ ଯେଉଁମାନେ ସନ୍ନ୍ୟାସୀ ହେଉଛନ୍ତି ସେମାନେ ବାପା ମାଙ୍କ ସେବା ଛାଡ଼ି ବାବାଜୀ ହୋଇ ପାପ କରୁଛନ୍ତି କାହିଁକି? ସେମାନେ ଯଦି ପାପ କରୁଛନ୍ତି, ତେବେ ଅନ୍ୟମାନଙ୍କୁ କ'ଣ ଶିକ୍ଷା ଦେବେ?
ବାବା ଅତି ଆନନ୍ଦିତ ହୋଇଗଲେ ଓ ପିଲାଟିକୁ ଆଶୀର୍ବାଦ କରି କହିଲେ, ତମେ ନିଶ୍ଚୟ ଜଣେ ଭଲ ପିଲା, ନହେଲେ ତମ ମନରେ ଏଭଳି ପ୍ରଶ୍ନ ଉଠିନଥାନ୍ତା। ତମେ ଯାହା ପଚାରିଲ ଏହା ଅତି ଗୂଢ଼ ତତ୍ତ୍ୱ, ଏହା ସମସ୍ତେ ଜାଣିବା ଦରକାର। ତମେ ଦେଖ, ଏହି ମୋ ସହିତ ନିରଞ୍ଜନ ଅଛି। ସେ ଶିଶ୍ୱତ ହୋଇଛି, ମହିମା ଧର୍ମ ନେଇଛି, ନୀତି ନିୟମରେ ଚଳୁଛି, ଗୁରୁ ଆଜ୍ଞା ମାନୁଛି। ଏହା ପୂର୍ବରୁ ବାପା ମାଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି। ଯେପରି ରାମଚନ୍ଦ୍ର ପିତାଙ୍କ ସତ୍ୟ ରକ୍ଷା କରି 14 ବର୍ଷ ବନବାସ ଯାଇଥିଲେ, ପରଶୁରାମ ପିତାଙ୍କ ଆଦେଶରେ ମାତୃହତ୍ୟା ମଧ୍ୟ କରିଥିଲେ, କିନ୍ତୁ ସନ୍ନ୍ୟାସୀ ହେବା ପୂର୍ବ ଜନ୍ମର ସୁକୃତ ଫଳରେ ମିଳେ। ପୂର୍ବ ଜନ୍ମର ସୁକୃତ ନଥିଲେ କେହି ସନ୍ନ୍ୟାସୀ ହୋଇପାରିବେ ନାହିଁ। ଏହା ଭୀମ ଭୋଇ ତାଙ୍କ ଭଜନମାଳାରେ ଉଲ୍ଲେଖ କରିଛନ୍ତି। ଆହୁରି କହିଲ, ନିରଞ୍ଜନ ପିତାମାତାଙ୍କ ସେବା ନକରି କାହିଁକି ସନ୍ନ୍ୟାସୀ ହେଲେ? ପ୍ରଥମରୁ ମୁଁ କହିଛି, ପିତାମାତାଙ୍କ ବିନା ଆଦେଶରେ କେହି ସନ୍ନ୍ୟାସୀ ହୋଇପାରିବେ ନାହିଁ। ଅନ୍ୟ ଧର୍ମରେ ଥାଇପାରେ, କିନ୍ତୁ ଅଲେଖ ଧର୍ମରେ ତାହା ନାହିଁ। ହଁ, ତମେ କହିଲ ତମ କାର୍ଯ୍ୟରେ ପିତା ତମର ଅଶାନ୍ତି ହେଉଛନ୍ତି। ପିଲାଟି କହିଲା, ଆଜ୍ଞା, ଯେତେ କାମ କଲେ ମଧ୍ୟ କହୁଛନ୍ତି ଏଇଟାରେ ଭୁଲ ରହିଲା, ସେଇଟାରେ ଭୁଲ ରହିଲା, କେତେବେଳେ ଟିକେ ପ୍ରଶଂସା ନାହିଁ। ବାବା କହିଲେ, ଏଇଟା ଠିକ୍ ଶିଖିବାର ସମୟ। ଏହି ସମୟରେ ଯାହା ଶିଖିବ ତାହା ତମ ଜୀବନରେ କାର୍ଯ୍ୟରେ ଲଗାଇ ବହୁ ଉପକୃତ ହେବ। ଯଦି ବାପା ପିଲାକୁ ଶିକ୍ଷା ନଦେଲା, ତେବେ ପିଲା ଖରାପ ବାଟକୁ ଚାଲିଯିବ। ଏହି ବିଷୟରେ ମୁଁ ଗୋଟିଏ ଛୋଟିଆ ଉଦାହରଣ ଦେଉଛି। ଜଣେ ଶିକ୍ଷକ ତାର ପୁଅଟି କିପରି ଭଲ ପାଠ ପଢ଼ିବ, ଭଲ ମଣିଷ ହେବ, ତେଣୁ ପିଲାକୁ ସର୍ବଦା ସମସ୍ତ ଜିନିଷ ଯୋଗାଇ ଦେଉଥାନ୍ତି। ଦିନରେ ବିଦ୍ୟାଳୟରେ ଯାହା ପାଠ ପଢ଼ିଥାଏ, ସନ୍ଧ୍ୟା ସମୟରେ ବାପା ସବୁ ଶୁଣନ୍ତି, ବୁଝନ୍ତି ଓ ପିଲା ଉପରେ ଅତି ଖୁସି ହୋଇଯାନ୍ତି ଓ ପୁଅକୁ ସ୍ନେହରେ କୋଳକୁ ଟାଣି ନେଇ ଗେହ୍ଲ ମଧ୍ୟ କରନ୍ତି। ତାକୁ ତାର ପାଠ ପଢ଼ାରେ ପ୍ରଶଂସା କରନ୍ତି। ଏହିପରି କିଛି ଦିନ ପରେ ପିଲାଟି ପାଠ ପଢ଼ାରେ ଆଉ ମନ ଦେଲା ନାହିଁ। ଏହାର କାରଣ ଶୁଣ। ଜଣେ ବ୍ୟକ୍ତି ଗୋଟାଏ ଗଛକୁ ଚଢ଼ିବାକୁ ହେଲେ ଗୋଟାଏ ନିଶୁଣି ଦରକାର। ନିଶୁଣି ନହେଲେ ଚଢ଼ିପାରିବ ନାହିଁ। ପୁଣି ନିଶୁଣି ଉପରେ ଚଢ଼ିବାଟା ଅଳ୍ପ କଷ୍ଟରେ ଜଣେ ଚଢ଼ିଯିବ, କିନ୍ତୁ ଯେତେବେଳେ ନିଶୁଣିର ଶେଷ ମୁଣ୍ଡରୁ ଗଛ ଉପରକୁ ଚଢ଼ିବ, ତାହା ବହୁ କଷ୍ଟକର। ସେହିପରି ପିଲାଟି ପ୍ରଥମରୁ ସବୁ କ୍ଲାସରେ ପ୍ରଥମ ହୋଇ ହୋଇ ଯାଇଥାଏ। ଏଣେ ବାପାଙ୍କର ପ୍ରଶଂସା, ମାର ଗର୍ବ, ମୋ ପୁଅ ପ୍ରଥମ ହେଉଛି। 10ମ କ୍ଲାସ ହୋଇଗଲା, ଅର୍ଥାତ୍ ସିଡ଼ିର ଶେଷ ପାବଛରେ ପାଦ ରଖିଛି, କିନ୍ତୁ ଗଛକୁ ଆଉ ଚଢ଼ି ପାରୁନାହିଁ। ସେ ଯଦି ଅଭ୍ୟସ୍ତ ଥାନ୍ତା ପ୍ରଥମରୁ, ଶେଷ ପର୍ଯ୍ୟନ୍ତ ସେ ଠିକ୍ କରିଥାନ୍ତା। ପ୍ରଥମରୁ ଏତେ ପ୍ରଶଂସା ପାଇଛି ଯେ ତାର ମନରେ ଗର୍ବ ହୋଇଯାଇଛି।
ଏଣୁ 10ମ କ୍ଲାସରେ ସେ ଫେଲ ହୋଇଗଲା। ବାପା ଜଣେ ଶିକ୍ଷକ। ତା ପୁଅ ଯେତେବେଳେ ଫେଲ ହେଲା ପୁଅକୁ ଖରାପ କରି ବାପା କହିଲେ, ପୁଅ ତ ପ୍ରଥମରୁ ପ୍ରଶଂସା ପାଇଛି, ଏବେ ଗାଳି ଗୁଲଜଟା କିପରି ସହିବ? ତେଣୁ ସେ ଘର ଛାଡ଼ି ବାହାରକୁ ଚାଲିଗଲା। ଆଉ କାହାରିକୁ ମାନିଲା ନାହିଁ। ତା ଜୀବନଟାକୁ ସେ ନିଜେ ନିଜେ ବର୍ବାଦ କରିଦେଲା। ସେହିପରି ତମ ବାପା ତମକୁ କହୁଛନ୍ତି ଆଉ ଟିକିଏ ଭଲ କର, ଏଇଟା ଭୁଲ ରହିଗଲା, ସେଇଟା ଭୁଲ ରହିଗଲା, ଏହିପରି କଲେ ହେବ। ତମେ ଯେତେ ଚେଷ୍ଟା କରୁଛ ସେଇ ଭୁଲଟାକୁ ସୁଧାରିବା ପାଇଁ, ତେଣୁ ତମେ ଭଲ ଚାଷୀ ଜଣେ ହେଇପାରିଛ। ତମର ବୟସ ହୋଇନାହିଁ ଯେ ତମେ ନିଜ ଇଚ୍ଛାରେ କାମ କରି ସଫଳତା ପାଇବ। ଆଉ ଗୋଟେ କଥା ଅଳ୍ପରେ କହୁଛି ଶୁଣ। 2 ଜଣ ଚାଷୀ ପାଖାପାଖି ବିଲରେ ଚାଷ କରନ୍ତି। 2 ଜଣଙ୍କର ସମାନ ଜମି, କିନ୍ତୁ ଧାନ ଅମଳ ସମୟରେ ଜଣଙ୍କର କମ ହେଉଛି ଆଉ ଜଣଙ୍କର ବେଶୀ ହେଉଛି। ଯାହାର କମ ହେଲା ତାର ମନ ଦୁଃଖ ହେଉଛି। ସିଏ ତ ଯେତେବେଳେ ବେଉଷଣ କରୁଛି ମୁଁ ତ ସେତେବେଳେ ବେଉଷଣ କରୁଛି। ସିଏ ଯେତିକି ଖତ ପକାଉଛି ମୁଁ ସେତିକି ଖତ ପକାଉଛି। ସାର ମଧ୍ୟ ସମାନ ଦିଆଯାଉଛି, କିନ୍ତୁ ତାଙ୍କର କାହିଁକି ଅଧିକ ହେଉଛି ମୋର କାହିଁକି କମ ହେଉଛି? କଥାରେ ଅଛି, ଚାଷୀ ହୁଡ଼ିଲେ ବରଷେ। ଏଣୁ ଆଗାମୀ ବର୍ଷକୁ ପୁଣି ଅପେକ୍ଷା କଲେ। ସେ ବର୍ଷ ମଧ୍ୟ ଚାଷ କଲେ। ଯାହାର ଅମଳ କମ ହୋଇଥାଏ ସିଏ ଲକ୍ଷ୍ୟ ରଖିଥାଏ। ସେ ଦେଖିଲା ଧାନ ଥୋଡ଼ ବାହାରିବା ସମୟରେ ପାଖ ଚାଷୀ ବିଲରେ ପଶି ଗୋଟାଏ ବାଡ଼ିରେ ଧାନ ଗଛକୁ ଏପାଖ ସେପାଖ କରିଦେଉଛି। ଏହା ଦେଖି ସେ ମଧ୍ୟ ସେହିପରି କଲା। ଏ ବର୍ଷ କିନ୍ତୁ ଅମଳ ସମାନ ହେଲା। ସେ ଲୋକ ଆଶ୍ଚର୍ଯ୍ୟ ହୋଇଗଲା, ସିଏ କେମିତି ତାର ଧାନ ସମାନ, ମୋର ଯେତିକି ଅମଳ ହେଲା ତାର କେମିତି ସେତିକି ଅମଳ ହେଲା? ଧାନ ଗଛକୁ ଏପାଖ ସେପାଖ କରିବା ଦ୍ୱାରା ଧାନ ଗଛର ମୂଳଟି ହଲିଯାଏ, ମୂଳ ହୁଗୁଳିଯାଏ। ମୂଳ ହୁଗୁଳି ଯିବା ଦ୍ୱାରା ପୁଣି ନୂଆ ଚେର ସୃଷ୍ଟି ହୁଏ। ନୂଆ ଚେର ସୃଷ୍ଟି ହେଲେ ଅମଳ ବଢ଼ିବ, ଏହା ସ୍ୱାଭାବିକ କଥା। ତେଣୁ ତମ ବାପା ସବୁବେଳେ ତମକୁ କହୁଛନ୍ତି ଏଇଟା ଭୁଲ ହେଲା, ସେଇଟା ଭୁଲ ହେଲା। ସେହିପରି ତମ ବାପାଙ୍କ କଥା ମାନ। ଯାହା କହୁଛନ୍ତି ସେ କଥାକୁ ଗୁରୁଜ୍ଞାନ ଭଳି ମାନିକି ଚଳ, ତମର ମଙ୍ଗଳ ହେବ। ଯାଅ ବାପା, ଘରକୁ ଫେରିଯାଅ। ତମେ ବାପାଙ୍କ ଉପରେ ରାଗ କରନା। ଉଠ ନିରଞ୍ଜନ, ଏଥର ଜଳ ଭିକ୍ଷା କରିବା। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ ଶରଣ ଶରଣ।